ପିଲାମାନେ ଆଜିର ଏହି ଭିଡ଼ିଓରେ ଆମେ ଷଷ୍ଠ ଶ୍ରେଣୀ ସାହିତ୍ୟ ବହିର ସଡ଼କ ସୁରକ୍ଷା ଜୀବନ ରକ୍ଷାର ସମସ୍ତ ପ୍ରଶ୍ନ ଓ ତାର ଉତ୍ତର ବିଷୟରେ ଆଲୋଚନା କରିବା। ତା ପୂର୍ବରୁ ଆମେ ତାର କିଛି କଠିନ ଶବ୍ଦାର୍ଥକୁ ମଧ୍ୟ ଦେଖିନେବା। ପ୍ରଥମେ ଅଛି ଅବଲମ୍ବନ। ଅବଲମ୍ବନର ଅର୍ଥ ଅନୁସରଣ କରିବା, ଆବଶ୍ୟକ, ଦରକାର, ହାନି, କ୍ଷତି, ଆକଳନ ଯାହା କଳନା କରାଯାଇ ନପାରେ, ଏଡ଼ାଇ ଦେବା, ଦୂରେଇ ଦେବା, ସତର୍କତା, ସାବଧାନତା ଅବଲମ୍ବନ କରିବା ବା ସାବଧାନତା, ସମାନପଟୁ, ଆଗଆଡ଼ୁ, ନିରାପଦ, ବିପଦ ଶୂନ୍ୟ, ଆଶଙ୍କା, ଭୟ, ପରିବର୍ତ୍ତନ, ବଦଳାଇବା, ସୂଚନା, ସଂକେତ, ସର୍ବାଦୌ, ସର୍ବପ୍ରଥମେ, ଭାରସାମ୍ୟ, ନିୟନ୍ତ୍ରଣ, ସନ୍ତୁଳନ, ଦ୍ରୁତଗାମୀ, ଅତିବେଗରେ ଯାଉଥିବା, ପ୍ରତିବାଦ, ବିରୋଧ, ସଚେତନ, ଜାଗ୍ରତ, ଚେଇଁ ରହିବା, ଚାଳକ, ନିଜେ ଚଲାଏ, ସହଯାତ୍ରୀ, ସାଙ୍ଗରେ ଯାଉଥିବା ଲୋକ, ପ୍ରଭୂତ, ବହୁତ, ଅନେକ, ପାର୍ଶ୍ୱରେ, ପାଖରେ, ଅନ୍ୟମନସ୍କ, ମନରେ ଅନ୍ୟ ଚିନ୍ତା କରି ଲକ୍ଷ୍ୟ ପଥରେ ଯିବା, ଯାତାୟାତ, ଯିବା ଆସିବା। ବର୍ତ୍ତମାନ ଆମେ ତାର ସମସ୍ତ ପ୍ରଶ୍ନ ଉତ୍ତର ଆଲୋଚନା କରିବା। ତ ପ୍ରଶ୍ନ ନମ୍ବର 1ରେ ଅଛି ଉତ୍ତର କୁହ। କ କ'ଣ କଲେ ଆମେ ସଡ଼କ ଦୁର୍ଘଟଣାକୁ ଏଡ଼ାଇ ପାରିବା? ଉତ୍ତର, ଆମ୍ଭେମାନେ ରାସ୍ତାରେ ନିୟମ ମାନି ଗାଡ଼ି ଚଲାଇଲେ ସଡ଼କ ଦୁର୍ଘଟଣାକୁ ଏଡ଼ାଇ ପାରିବା। ପ୍ରଶ୍ନ ନମ୍ବର ଖ ଇଞ୍ଜିନ ଚାଳିତ ଗାଡ଼ି ଚଲାଇବା ପାଇଁ ଚାଳକର ସର୍ବନିମ୍ନ ବୟସ ସୀମା କେତେ ହେବା ଦରକାର? ଉତ୍ତର, ଇଞ୍ଜିନ ଚାଳିତ ଗାଡ଼ି ଚଲାଇବା ପାଇଁ ଚାଳକର ସର୍ବନିମ୍ନ ବୟସ 18 ବର୍ଷ ହେବା ବିଧେୟ। ପ୍ରଶ୍ନ ନମ୍ବର ଗରେ ଅଛି ନାଗରିକର କର୍ତ୍ତବ୍ୟ ମଧ୍ୟରୁ କେଉଁ ନିୟମ ଜାଣିବା ତା ପାଇଁ ଗୁରୁତ୍ୱପୂର୍ଣ୍ଣ? ଉତ୍ତର ରହିଯିବ ନାଗରିକର କର୍ତ୍ତବ୍ୟ ମଧ୍ୟରୁ ରାସ୍ତାର ସମସ୍ତ ନିୟମ ମାନି ଗାଡ଼ି ଚଲାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରଶ୍ନ ନମ୍ବର ଘ ପାଦରେ ଚାଲି ଗଲାବେଳେ ରାସ୍ତାରେ କେଉଁ ପାଖେ ଚାଲିବା? ଉତ୍ତର, ପାଦରେ ଚାଲି ଚାଲି ଗଲାବେଳେ ନିଜର ଡାହାଣ ପାଖରେ ଚାଲିବା ଦରକାର। ପ୍ରଶ୍ନ ନମ୍ବର ଦ୍ରୁତଗାମୀ ଗାଡ଼ିର ଚାଳକକୁ ମୋବାଇଲ ବ୍ୟବହାର କାହିଁକି ମନା? ଯେଉଁ ଲୋକ ଦ୍ରୁତଗାମୀ ଗାଡ଼ି ଚଲାଉଥାଏ ତାକୁ ମୋବାଇଲ ବ୍ୟବହାର କରିବା କାହିଁକି ମନା? ଉତ୍ତର, ଦ୍ରୁତଗାମୀ ଗାଡ଼ି ଚଲାଇବା ବେଳେ ମୋବାଇଲ ବ୍ୟବହାର କଲେ ଅନ୍ୟମନସ୍କ ହେବାକୁ ପଡ଼େ ଓ ଭାରସାମ୍ୟ ହରାଇ ଦୁର୍ଘଟଣାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ତେଣୁ ଦ୍ରୁତଗାମୀ ଗାଡ଼ି ଚାଳକକୁ ମୋବାଇଲ ବ୍ୟବହାର କରିବା ମନା। ପ୍ରଶ୍ନ ନମ୍ବର 2ରେ କରେ ଅଛି 2 ବା 3ଟି ବାକ୍ୟରେ ଉତ୍ତର ଲେଖ। କ ରାସ୍ତା ଦୁର୍ଘଟଣା ଦ୍ୱାରା କି କ୍ଷତି ହୁଏ? ଉତ୍ତର, ରାସ୍ତାରେ ଗାଡ଼ି ଚଲାଇବା ବେଳେ ଅନ୍ୟମନସ୍କ ଓ ଅସାବଧାନତା ଯୋଗୁଁ ଦୁର୍ଘଟଣା ଘଟିଥାଏ। କେତେକ କ୍ଷେତ୍ରରେ ଜୀବନ ଚାଲିଯାଏ ଓ ଅନ୍ୟ କେତେକ କ୍ଷେତ୍ରରେ ଗୋଡ଼ ହାତ ଭାଙ୍ଗି ମନୁଷ୍ୟ ପଙ୍ଗୁ ପାଲଟିଯାଏ। ବହୁ ଧନ ମଧ୍ୟ ବ୍ୟୟ ହୋଇଥାଏ। ପ୍ରଶ୍ନ ନମ୍ବର ଖ ପାଦଚଲା ରାସ୍ତାରେ କେଉଁ ପଟେ କାହିଁକି ଯିବା? ଉତ୍ତର, ପାଦରେ ଚାଲି ଚାଲି ଗଲାବେଳେ ଗାଁ କି ସହରରେ ନିଜର ଡାହାଣ ପଟେ ଯିବା। ସାମନା ପଟୁ ଆସୁଥିବା ଗାଡ଼ି ମଟରକୁ ଦୂରରୁ ଦେଖିହେବ। ଆମର ଡାହାଣ ପଟେ ଯିବା, ଯାହାଫଳରେ ସାମ୍ନାରେ ଆସୁଥିବା ଗାଡ଼ି ମଟରକୁ ଦୂରରୁ ଦେଖିହେବ ଓ ଦ୍ରୁତଗାମୀ ଗାଡ଼ିକୁ ବାଟ ଛାଡ଼ି ନିରାପଦରେ ଆଗକୁ ଯାଇହେବ। ଏଥିପ୍ରତି ଅସାବଧାନତା ହେଲେ ଦୁର୍ଘଟଣାରେ ସାମ୍ନା ହେବାକୁ ପଡ଼ିବ। ପ୍ରଶ୍ନ ନମ୍ବର ଗ ଛକମାନଙ୍କରେ ପାର ହେବାକୁ କ'ଣ କରିବାକୁ ହେବ? ଉତ୍ତର, ଛକ ଜାଗା ମାନଙ୍କରେ ରାସ୍ତା ବଦଳାଇବା ବା ପାର ହେବାକୁ ଥିଲେ ସେଠାରେ ଥିବା ଧଳା ଦାଗ ଭଳି ଚିହ୍ନିତ ସ୍ଥାନକୁ ବ୍ୟବହାର କରିବା ଦରକାର, ଯାହାକୁ ଜେବ୍ରା କ୍ରସିଂ କୁହାଯାଏ। ତାକୁ ଆମେ ବ୍ୟବହାର କରିବା। ଏପରି ସାବଧାନତା ଅବଲମ୍ବନ କଲେ ଦୁର୍ଘଟଣା ଏଡ଼ାଇ ଦେଇପାରିବା। ପ୍ରଶ୍ନ ନମ୍ବର ଘରେ ଅଛି ସାଇକେଲ ଚଲାଇବା ବେଳେ କି ପ୍ରକାର ସାବଧାନତା ଅବଲମ୍ବନ କରିବା ଉଚିତ? ସାଇକେଲ ଚଲାଇବା ବେଳେ କି ପ୍ରକାର ସାବଧାନତା ଅବଲମ୍ବନ କରିବା ଉଚିତ? ଉତ୍ତର, ରାସ୍ତାରେ ସାଇକେଲ ଚଲାଇବା ବେଳେ ରାସ୍ତା ଓ ଏହାର ପାର୍ଶ୍ୱରେ ଥିବା ଚିହ୍ନ ପ୍ରତି ଧ୍ୟାନ ଦେଇ ଆଗକୁ ଯିବା ଉଚିତ।
रास्ता उपरे उद्दिष्ट स्थान रे दिया जाइथिबा संकेत प्रति रास्ता उपरे उद्दिष्ट स्थान रे दिया जाइथिबा संकेत प्रति सतर्क रहिबाकू हेबो। नाली आलुओ जलुथिले अटकिबा ओ सबुज आलुओ जलिबा बेले आगकू जीवा दरकार। प्रश्न नंबर 1 रे अछि दुई चकिया जानर पछरे बसिले कि प्रकार सतर्क हेबाकू पड़िबो। उत्तर जनक मोटर साइकिल पछरे बसी गला बेले मध्य सतर्क हो जिवाकू पड़ी थाए। पछरे बसी गप करिबा, चालक को अन्यमनस्क करिबा, हाथ गोड़ हलाई भारसाम्य नष्ट करिबा अनुचित, कारण एपरि कले दुर्घटना बा विपदर सम्मुखीन हेबाकू पड़ी थाए। प्रश्न नंबर 3 रे अछि पूर्वापर संपर्क सह सरल भाषा रे बुझाई लेख। क एहा द्वारा निजर ओ देशर धन जीवन सुरक्षित होई परिबो। उत्तर एहा द्वारा निजर डट होई परिबो। उल्लिखित पंक्तिटी आम पठित साहित्य बहिर सड़क सुरक्षा जीवन रक्षा प्रबंधरू उद्धृत। एठारे लेखक जीवन और धनर सुरक्षा विषय सतर्क रहिबाकू परामर्श देउछंती। एबे गाँ ठारू सहर जाए सबुआड़े गाड़ी मोटर व्यवहार बहु परिमाण रे बढ़ी जाइछि। गाड़ी चालक मानक अन्य मनस्कता और असावधानता हेतु प्रतिदिन दुर्घटना घटी बहु धन जीवन नष्ट हेउछि। फलस्वरूप निजर परिवार तथा देशर आकलन क्षति घटुछि। तेणु रास्तार चाली चाली गला बेले किंबा गाड़ी मोटर जीवा बेले आमको सतर्कता अवलंबन करबाकू हेबो। गाड़ी चलाइबा समय रास्ता और एहार पार्श्वर थिबा विभिन्न संकेत प्रति सतर्क रहिबा आवश्यक। विशेषतः छक मानकर ट्रैफिक संकेत मानी गाड़ी चलाइबा उचित। हमें रास्ता गला बेले ट्रैफिक संकेत मान को नियम मानी चलिले आमको दुर्घटना हेबो नाही। आमे रास्ता रे जीवा आसीबा कला बेले जदि सतर्क रहिबा और रास्तार नियम मानिबा तेबे दुर्घटना एड़ाई पारिबा। एहा द्वारा निजर तथा देशर धन जीवन सुरक्षित होई परिबो। प्रश्न नंबर ख आमे समस्ते सचेतन और सतर्क हेले आमर ओ आम देशर मंगल साधु हेबो। आमे समस्ते सचेतन और सतर्क हेले आम ओ आम देशर मंगल साधन हेबो। उत्तर आमे समस्ते डट साध्य हेबो। उल्लिखित पंक्तिटी आम पठित साहित्य बहिर सड़क सुरक्षा जीवन रक्षा प्रबंधरू आनीत। एठारे प्राबंधिक देशर मंगल साधना निमंते सचेतन और सतर्क विषय दृष्टिपात करिसेंती। आम्भे माने रास्तार जीवा आसीबा करिबा समय सचेतन ओ जीवा आसीबा करिबा समय सचेतनता और सतर्कता अवलंबन करिबा उचित। एहा द्वारा आम्भे माने दुर्घटना बा विपद को एड़ाई जाई परिबा। एथिपाई आम देश में सुंदर नियम मान प्रणयन करा जायछि। रास्ता उपरे ओ पार्श्वर अनेक संकेतर व्यवहार करा जायछि। आम्भे माने निजर निरापत्ता रहिबा निमित्त प्रत्येक नागरिक सतर्क और सचेतन रहिबा आवश्यक। आम्भे माने सुस्थ जीवन यापन कले देश को सुस्थ रखिपारिबा और देशर मंगल साधन हेबो। प्रश्न नंबर 4 रे अछि तले देइथिबा शब्द गुडी को नै वाक्य गठन कर। तले देइथिबा शब्द गुडी को नै वाक्य गठन कर। उत्तर सचेतन प्रत्येक नागरिक निज स्वास्थ्य प्रति सचेतन रहिबा उचित। दुर्घटना रास्ता रे गला बेले सतर्कता अवलंबन कले रास्ता और रास्तार नियम मानिले दुर्घटना को एड़ाई जाई पारिबो। द्रुतगामी गाड़ी चालक टिकिए असतर्कता हेले दुर्घटनार सम्मुखीन होई थाए। द्रुतगामी रे चलुथुवा चालक जदि सतर्कता अवलंबन न करिवो तेबे दुर्घटनार सम्मुखीन होई थांती। अन्यमनस्क श्रेणी रे अन्यमनस्क रहुथिबा छात्र पाठ बुझी पारे नाही। गपसप रास्ता रे गला बेले पछरे बसिथिबा लोक सहित गपसप करी जीवा द्वारा दुर्घटना
ଘଟିଥାଏ। ଗାଡ଼ି ଚଲାଉଥିବା ଲୋକଙ୍କ ସହିତ ପଛରେ ବସିଥିବା ଲୋକ ଯଦି କଥାବାର୍ତ୍ତା କରେ ସେ ଅନ୍ୟମନସ୍କ ହୋଇପାରେ, ଯାହାଫଳରେ ସେ ଦୁର୍ଘଟଣା ଘଟିପାରେ। ପ୍ରଶ୍ନ ନମ୍ବର 5 ପ୍ରଶ୍ନ ନମ୍ବର 5ରେ ଅଛି ତଳ ଶବ୍ଦ ଗୁଡ଼ିକର ବିପରୀତ ଅର୍ଥ ବୁଝାଉଥିବା ଶବ୍ଦ ଲେଖ। ଉତ୍ତର ସାମାନ୍ୟର ବିପରୀତ ଶବ୍ଦ ହୋଇଯିବ ଅସାମାନ୍ୟ, ହାନି ଲାଭ, ନିୟମ ବେନିୟମ, ବିପଦର ବିପରୀତ ଶବ୍ଦ ସମ୍ପଦ, କର୍ତ୍ତବ୍ୟର ବିପରୀତ ଶବ୍ଦ ହୋଇଯିବ ଅକର୍ତ୍ତବ୍ୟ। ଏବେ ଆମେ ଯିବା ପ୍ରଶ୍ନ ନମ୍ବର 6କୁ। ତ ପ୍ରଶ୍ନ ନମ୍ବର 6ରେ ଅଛି ପାଠରୁ ବାଛି ଶୂନ୍ୟସ୍ଥାନ ପୂରଣ କର। କ ଆଜିର ପିଲା ଆସନ୍ତାକାଲିର ଡେସ୍କ। ଉତ୍ତର ହୋଇଯିବ ଆଜିର ପିଲା କାଲିର ନାଗରିକ। ପ୍ରଶ୍ନ ନମ୍ବର ଖ ବଡ଼ ବଡ଼ ସହରରେ ପାଦରେ ଚାଲିବାକୁ ଡେସ୍କ ବ୍ୟବସ୍ଥା ଥାଏ। ଉତ୍ତର ସ୍ୱତନ୍ତ୍ର ପାଦଚଲା ରାସ୍ତା ଥାଏ। ବଡ଼ ବଡ଼ ସହରମାନଙ୍କରେ ଲୋକମାନେ ଯିବା ପାଇଁ ସ୍ୱତନ୍ତ୍ର ପାଦଚଲା ରାସ୍ତାର ବ୍ୟବସ୍ଥା କରାଯାଇଥାଏ। ପ୍ରଶ୍ନ ନମ୍ବର ଗ ସାଇକେଲ ସିଟ୍ ଉପରେ ବସିଲେ ଡେସ୍କ ରାସ୍ତାକୁ ଛୁଇଁ ପାରୁଥିବ। ସାଇକେଲ ସିଟ୍ ଉପରେ ବସିଲେ ଦୁଇ ଗୋଡ଼ ରାସ୍ତାକୁ ଛୁଇଁ ପାରୁଥିବା ଦରକାର। ପ୍ରଶ୍ନ ନମ୍ବର ଘ ଡେସ୍କ ଆଲୁଅ ଜଳିଲେ ଆଗକୁ ଯିବା ପାଇଁ ସୂଚନା ମିଳେ। ଟ୍ରାଫିକ୍ ପୋଲିସରେ ଯେଉଁ 3ଟି ଆଲୁଅ ଥାଏ ଶାଗୁଆ, ହଳଦିଆ ଓ ନାଲି, କେଉଁ ବତୀ ଜଳିଲେ ଆମକୁ ଆଗକୁ ଯିବା ପାଇଁ ସୂଚନା ମିଳେ? ଉତ୍ତର ସବୁଜ। ସବୁଜ ବତୀ ଆଲୁଅ ଜଳିଲେ ଆଗକୁ ଯିବା ପାଇଁ ସୂଚନା ମିଳେ। ପ୍ରଶ୍ନ ନମ୍ବର ରେ ଅଛି ମୋଟର ସାଇକେଲ ଇତ୍ୟାଦି ଦୁଇ ଚକିଆ ଯାନରେ ଡେସ୍କରୁ ଅଧିକ ସଂଖ୍ୟକ ଲୋକ ଯାତାୟାତ କରିବା ଉଚିତ ନୁହେଁ। ଦୁଇ ଚକିଆ ବାଇକରେ କେତେ ଲୋକରୁ ଅଧିକ ସଂଖ୍ୟକ ଲୋକ ଯାତାୟାତ କରିବା ଉଚିତ ନୁହେଁ? ଉତ୍ତର 2 ଗାଡ଼ି ଚାଳକ ଓ ପଛରେ ବସିଥିବା ବ୍ୟତୀତ ଅନ୍ୟ କେହି ବସିବା ଉଚିତ ନୁହେଁ।